ସେମାନେ ଦେବେ ନା ରିମାର୍କ ସେ ଡରଲେ କଣ କଲେ ମୁଁ ତ ଆମେ ତ ସେ ବିଷୟରେ ରିମାର୍କ ଦେବା ଉଚିତ ହବନି ଭାବୁଛି। ଜେପି ନଡ୍ଡା ଆସୁଛନ୍ତି ତାଙ୍କର 11 ତାରିଖ ଆୟୁଷ୍ମାନ ଯୋଜନା ସିପେଟ୍ ଯିବେ ଏଠି ଆମର ଏମ୍ସ ଯିବେ ଆଉ ଏଠି ପ୍ରୋଗ୍ରାମ ତାଙ୍କର ବିଭିନ୍ନ ପ୍ରୋଗ୍ରାମ ଅଛି ଏବଂ ଆମ MLA MP ମାନଙ୍କର ଟ୍ରେନିଂ କ୍ୟାମ୍ପ ବି 11 ତାରିଖ ଇଭିନିଂ ରୁ ଆରମ୍ଭ ହବ 10 ରାତିରେ ପହଞ୍ଚିବେ ରାତି 12:30 ପାଖାପାଖିରେ ପହଞ୍ଚିବେ ଏବଂ ଯିବେ ସିଏ 12 ତାରିଖ ଇଭିନିଂ ରେ ଯିବେ ବର୍ତ୍ତମାନ ପର୍ଯ୍ୟନ୍ତ ଟେଣ୍ଟାଟିଭ ପ୍ରୋଗ୍ରାମ ଓପନ ଖୋଲା ଆମ ଜୀବନ ଖୋଲା ବହି ଆମ ଦଳର ବହି ମଧ୍ୟ ଖୋଲା ବହି ଆପଣମାନେ ସବୁ ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ କେବେ ସେ ଦେଲେ ଆକାଉଣ୍ଟରେ ଦେଇଛନ୍ତି ଲେଖିଛନ୍ତି ସେ ତାକୁ ପରୀକ୍ଷା ନିରୀକ୍ଷା କରିବା ଦରକାର ଆମେ ଇରେସ୍ପନ୍ସିବୁଲ ଷ୍ଟେଟମେଣ୍ଟ କିଏ ଦେବା ଉଚିତ ନୁହେଁ କୌଣସି ଖବରକାଗଜ କିମ୍ବା କୌଣସି ମଧ୍ୟରେ ଦାୟିତ୍ୱହୀନ ତାଙ୍କ ସମାଚାରକୁ ପବ୍ଲିଶ କରିବା ଉଚିତ କାରଣ ଏଇଟା ଗୋଟେ ଦଳର ଭାବମୂର୍ତ୍ତି ବହୁତ ବର୍ଷ ତ୍ୟାଗ ତପସ୍ୟା ତିଆରି ହେଉଛି ଆମେ ଖବରକାଗଜ ପରେ ବିଶ୍ୱସନୀୟତା ଲୋକଙ୍କର କମି ନ ଯାଉ ଲୋକ ଯୋଉ ବିଶ୍ୱାସ କରୁଛନ୍ତି ଯେ ଯାହା ଖବରକାଗଜରେ ବାହାରେ ତା ସତ୍ୟ ବାହାରେ ସେଟା ଉପରେ ଲୋକଙ୍କର ପ୍ରଶ୍ନବାଚୀ ନ ଆସୁ ଆପଣ ପରୀକ୍ଷା ନିରୀକ୍ଷା କରନ୍ତୁ ମୁଁ ତ କହୁଛି ଆପଣ ସେ ବିଷୟରେ ଆପଣ ତ ମୋର ଆକାଉଣ୍ଟ ନମ୍ବର ନେଇ ସେ ଚେକ୍ କରନ୍ତୁ ଯଦି କେହି ଆକାଉଣ୍ଟ ନମ୍ବରରେ ମୋତେ ପଇସା ଦେଇଛି ମୋ ଦଳ ପାଇଁ ଦେଇଛି ମୋତେ ଦେଇଛି କି ମୋ ଦଳ ଆକାଉଣ୍ଟକୁ ଦେଇଛି ଦଳ ଆକାଉଣ୍ଟ ନିଅନ୍ତୁ ସବୁ ତ ଖୋଲା ଆକାଉଣ୍ଟ ଅଛି କାହାକୁ ତ ଲୁଚା କଣ କରୁଛନ୍ତି କିଏ କରୁଛି ସେ ଲୋକ ଜାଣିଥିବ ତାର ଷ୍ଟ୍ରାଟେଜି କଣ ପ୍ଲାନିଂ କଣ କୋଉଟା କରିବା ଉଚିତ ସିବିଆଇ ତଦନ୍ତ କରିବା ଉଚିତ ମୁଁ ତ ସ୍ୱାଗତ କରୁଛି କଂଗ୍ରେସର ଆହ୍ୱାନକୁ ସ୍ୱାଗତ କରିବା ସିବିଆଇ ଇନକ୍ୱାରି ହଉ ଇସ୍ୟୁ ମୁଁ ତ ଜାଣିନି କିଏ କାହା ଡାହାଣ ହାତ ହେଇଛି ଆପଣମାନେ ବେଶୀ ଖବର ରଖୁଥିବେ ଆମଠୁ